ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଇଁ ବହୁତ ବଡ଼ ଗୋଟେ ଖୁସିର ଖବର କି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଟେ ସ୍କଲାରସିପ୍ ଆଣିଛନ୍ତି। ଯେଉଁମାନଙ୍କର ପ୍ରଥମରୁ ପୁରା ଗ୍ରାଜୁଏସନ୍ କମ୍ପ୍ଲିଟ୍ ପର୍ଯ୍ୟନ୍ତ ଗୋଟେ ସ୍କଲାରସିପ୍ ଆସିଛି, ଯେଉଁଟାକି ମାସକୁ ଆପଣଙ୍କୁ ମିଳିବ 700 ଟଙ୍କା ଲେଖାଏଁ। ତ ସେଟା ସମସ୍ତଙ୍କୁ ମିଳିବ ନାହିଁ, କେବଳ କେଉଁମାନେ ପାଇବେ ତ ସେ ବିଷୟରେ ଆମେ ଆଗକୁ ଜାଣିବା। ତା ପୂର୍ବରୁ ଯଦି ଆପଣ ଭିଡ଼ିଓ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁନି। ତ ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ କି ପ୍ରତି ବର୍ଷ ଆମର ଯେଉଁମାନଙ୍କର SC/ST ହଉ କିମ୍ବା ଭିନ୍ନକ୍ଷମ ଛାତ୍ର ହଉ କିମ୍ବା ଦୃଷ୍ଟିହୀନ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀ କିଛି ସହାୟତା ରାଶି ପ୍ରଦାନ କରିଥାନ୍ତି। ତ ଯେଉଁଟାକି ବର୍ତ୍ତମାନ 25-26 ପାଇଁ ଗୋଟେ ସହାୟତା ରାଶି ଆମର ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ତ ଚାଲନ୍ତୁ ସେ ବିଷୟରେ ଜାଣିବା। ତ କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀମାନଙ୍କ ପାଇଁ ଆପଣଙ୍କୁ ପଇସା ମିଳିବ ତ ସେଟା ମଧ୍ୟ ଆପଣ ଆଗକୁ ଜାଣିବା। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟା ଦେଖିବା। ଦେଖନ୍ତୁ, ଲେଖା ହେଇଛି ଏଇଠି ବାଣିଜ୍ୟ ଛାତ୍ରବୃତ୍ତି ଯୋଜନା। ଠିକ୍ ଅଛି। ତ ଏ ବାଣିଜ୍ୟ ଛାତ୍ରବୃତ୍ତି ଯୋଜନା ଲେଖା ହେଇଛି। ତ ଏଟା କେଉଁମାନେ ପାଇବେ, ପ୍ରଥମେ ଆମେ ଦେଖିଦେବା କି ଆବେଦନକାରୀଙ୍କ ଯୋଗ୍ୟଦଣ୍ଡ କ'ଣ ରହିଛି। ଦେଖନ୍ତୁ, ଲେଖା ହେଇଛି ଯେ ଆବେଦନକାରୀ ଯୋଗ୍ୟଦଣ୍ଡ। ଠିକ୍ ଅଛି। ତ ଏଇ ଯେ ଆବେଦନକାରୀ ଯୋଗ୍ୟଦଣ୍ଡ ଲେଖା ହେଇଛି ଏଇଠି UTI ପ୍ରମାଣପତ୍ର ବାଧ୍ୟତାମୂଳକ 21ଟି ବର୍ଗ ଭିନ୍ନକ୍ଷମ। ଠିକ୍ ଅଛି। ଆଉ ଗୋଟେ ଲେଖା 2 ନମ୍ବର ପଏଣ୍ଟରେ ରାଜ୍ୟ ସରକାରଙ୍କ ଠାରୁ ଅନ୍ୟ କୌଣସି ଛାତ୍ରବୃତ୍ତି ଲାଭ ଉଠାଉଥିଲେ ମଧ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବାଣିଜ୍ୟିକ ଛାତ୍ରବୃତ୍ତି ପାଇଁ ଯୋଗ୍ୟ ହେବେ। 3ରେ ଲେଖା ହେଇଛି, ଦେଖନ୍ତୁ, ଆଧାର ଲିଙ୍କ ହୋଇଥିବା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପିତାମାତା କିମ୍ବା ଅଭିଭାବକଙ୍କ ସହିତ ମିଳିତ ଆକାଉଣ୍ଟ ମାଧ୍ୟମରେ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଠିକ୍ ଅଛି। ତ 4 ନମ୍ବରରେ ଲେଖା ହେଇଛି, ଦେଖନ୍ତୁ ଏଇଠି ଅନଲାଇନ୍ ଆବେଦନ ମାଧ୍ୟମ, ମାନେ ଏଇଟା ଆପଣମାନେ ଅନଲାଇନ୍ରେ ହିଁ ଆପ୍ଲାଏ କରିପାରିବେ। ଠିକ୍ ଅଛି। ତ ବର୍ତ୍ତମାନ ଦେଖିବା ଆମେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, ତ ମାନେ କେଉଁ ଶ୍ରେଣୀରୁ କେଉଁ ଶ୍ରେଣୀ ପର୍ଯ୍ୟନ୍ତ ଏ ଜିନିଷ ଲାଗୁ ହୋଇକି ରହିଛି। ତ ଆମେ ସେ ବିଷୟରେ ଏବେ ଦେଖିବା। ତ ଦେଖନ୍ତୁ, ପ୍ରଥମେ ଲେଖା ହେଇଛି ପ୍ରାଥମିକ, ମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ପାଇବେ 400 ଟଙ୍କା ଲେଖା ପାଇବେ। ଠିକ୍ ଅଛି। ମାନେ କେଉଁମାନେ ପାଇବେ ନା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ। କେଉଁମାନେ ପାଇବେ ନା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଛାତ୍ରବୃତ୍ତିଟା କରାହେଇଛି। ତାପରେ ଦେଖନ୍ତୁ ଲେଖା ହେଇଛି ମାଧ୍ୟମିକ ଏବଂ ଉଚ୍ଚ ବିଦ୍ୟାଳୟ 6ରୁ 8ମ ଶ୍ରେଣୀ ଏବଂ 9ମରୁ ଓ 10ମ ଶ୍ରେଣୀ ଲେଖା, ମାନେ 6ରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଆପଣମାନେ ପାଇବେ 500 ଟଙ୍କା ଲେଖା ପାଇବେ। ତାପରେ ଲେଖନ୍ତୁ ମହାବିଦ୍ୟାଳୟ, ମାନେ +2 ଏବଂ +3। ଠିକ୍ ଅଛି। ତ ମହାବିଦ୍ୟାଳୟ ଆପଣମାନେ କେତେ ପାଇବେ ନା 600 ଟଙ୍କା ଲେଖା ମାସକୁ ପାଇବେ, ଯେଉଁଟାକି ଆପଣଙ୍କର ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା ପରେ ଆପଣମାନେ 600 ଟଙ୍କା ପାଇବେ। ତାପରେ ଲେଖାଯାଉଛି ବିଶ୍ୱବିଦ୍ୟାଳୟ, ମାନେ ସ୍ନାତକୋତ୍ତର ଶିକ୍ଷକ ମାସକୁ ପାଇବେ, ଏଇଟା ଆପଣମାନେ 700 ଟଙ୍କା ଲେଖା ପାଇବେ, ଯେଉଁଟାକି ଆପଣଙ୍କର PG ହଉ ଯେଉଁଟା କୁହନ୍ତି। ଠିକ୍ ଅଛି। ତାପରେ ଆସିଲା ଆମର ଦେଖନ୍ତୁ ବୈଷୟିକ ଏବଂ ବୃତ୍ତିଗତ ତାଲିମ, ସିଏ ମଧ୍ୟ ଆପଣଙ୍କୁ ମିନିମମ୍ 700। ଯଦି ଆପଣ କିଛି ତାଲିମ ନେଉଛନ୍ତି ତାହେଲେ ଆପଣଙ୍କୁ 700 ଟଙ୍କା ଲେଖା ବି ଆପଣମାନେ ପାଇବେ। ଆଉ ଗୋଟେ ଲେଖା ତାଙ୍କୁ ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ, ମାନେ ଆପଣମାନେ ଯଦି ରାଜ୍ୟରେ ପାଠ ପଢ଼ୁଛନ୍ତି ଏବଂ ରାଜ୍ୟ ବାହାରେ ମଧ୍ୟ ଆପଣମାନେ ପାଠ ପଢ଼ୁଛନ୍ତି, ତା ମାନେ ନୁହେଁ କି ଆପଣ ରାଜ୍ୟ ବାହାରେ ଯେଉଁ ପାଠ ପଢ଼ୁଛନ୍ତି ସେ ମଧ୍ୟ ଆପଣମାନେ ପାଇବେ। ସେଇଟା ଓଡ଼ିଶାରେ ମଧ୍ୟ ହେଇଥିବା ଦରକାର। ତ ସେମାନେ 700 ଟଙ୍କା ଲେଖା ମଧ୍ୟ ପାଇବେ। ଠିକ୍ ଅଛି। ଆଉ ଗୋଟେ ଦେଖନ୍ତୁ ଲେଖା ଅଛି ଏଠି ପାଠକ ଓ ସହାୟତା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଇଁ। ଯେଉଁମାନଙ୍କର ଦୃଷ୍ଟିହୀନ ଛାତ୍ର ସେମାନଙ୍କ ପାଇଁ କ'ଣ କରାହେଇଛି ନା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 200 ଟଙ୍କା ଲେଖା ପାଇବେ, 6ରୁ 10ମ ଶ୍ରେଣୀ 300 ଟଙ୍କା ଲେଖା ପାଇବେ ଏବଂ ଅନ୍ୟାନ୍ୟ ଅଧ୍ୟୟନରେ ଆପଣଙ୍କୁ ମାସିକ 400 ଟଙ୍କା ଲେଖା ପାଇବେ। ଠିକ୍ ଅଛି। ଆଉ ଗୋଟେ ଲେଖା ହେଇଛି ଏଠି ଅସ୍ଥି ଶଲ୍ୟ ଭିନ୍ନକ୍ଷମ ପାଇଁ ଅତିରିକ୍ତ ପରିବହନ ରାଶି, ସେଟା ମଧ୍ୟ ରହିଛି ଆପଣଙ୍କର 200 ଟଙ୍କା ଲେଖା ରହିଛି। ଠିକ୍ ଅଛି। ତାପରେ ଦେଖନ୍ତୁ ଜାଣିବା ଆବେଦନ ସମୟସୀମା କେତେଟାରୁ କେତେଟା ପର୍ଯ୍ୟନ୍ତ ରହିଛି ଏବଂ କେଉଁ ତାରିଖରୁ କେଉଁ ତାରିଖ ପର୍ଯ୍ୟନ୍ତ ରହିଛି। ଠିକ୍ ଅଛି। ଦେଖନ୍ତୁ ଲେଖା ହେଇଛି ଏଠି କି ଆବେଦନ ସମୟସୀମା ଆପଣମାନଙ୍କର ରହିଛି। ଅନଲାଇନ୍ ଆବେଦନ ଆରମ୍ଭ ତାରିଖ ହେଉଛି 1/12/2025। ଠିକ୍ ଅଛି। ମାନେ ଅଲରେଡ଼ି ଜାନୁଆରୀ ମାସ 1ରୁ ଆପଣଙ୍କର ଆବେଦନ ଷ୍ଟାର୍ଟ ହେଇଗଲାଣି।
ଅନଲାଇନ୍ର ଆବେଦନ ଶେଷ ତାରିଖ ହେଉଛି 15/2/2024। ତ ଏଇଟା ହେଉଛି ଷ୍ଟାର୍ଟ ଡେଟ୍ ଏବଂ ଏଇଟା ହେଉଛି ଲାଷ୍ଟ ଡେଟ୍। ଠିକ୍ ଅଛି। ତ ବର୍ତ୍ତମାନ ଦେଖିବା ଏଇଟା ଶିକ୍ଷାନୁଷ୍ଠାନମାନଙ୍କର କେମିତି କ'ଣ ଅଛି। ଶିକ୍ଷାନୁଷ୍ଠାନମାନଙ୍କ ଜାଣିଥିଲେ ଶେଷ ତାରିଖ ହେଉଛି 20/2/2024। ଠିକ୍ ଅଛି। ଶିକ୍ଷାନୁଷ୍ଠାନ ଯେଉଁମାନଙ୍କର ପଢ଼ୁଛନ୍ତି ସେମାନଙ୍କର 20 ତାରିଖ ମଧ୍ୟ ଲାଷ୍ଟ ଡେଟ୍, ମାନେ 5 ଦିନ ଆପଣମାନଙ୍କର ଅଧିକା ଅଛି। ତାପରେ ଦେଖିବା ଆମେ ସମସ୍ତ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ପ୍ରମାଣପତ୍ର ଆବେଦନର ଶେଷ ତାରିଖ ହେଉଛି 25/2/2024। ଠିକ୍ ଅଛି। ତ ମାନେ ସମ୍ପୃକ୍ତ ଜିଲ୍ଲାମାନଙ୍କର ଲାଷ୍ଟ ଡେଟ୍ ଆପଣଙ୍କର 25/2/2024 ପର୍ଯ୍ୟନ୍ତ ଆପଣଙ୍କର ଲାଷ୍ଟ ଡେଟ୍ ଅଛି। ତ ଆପଣ ଯଦି ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ssbdodisha.government.in ଆପଣମାନେ କ୍ଲିକ୍ କରି ଜାଣିପାରିବେ। ଠିକ୍ ଅଛି। ତ ଏଇଟା ହେଉଛି ଆମର ବାଣିଜ୍ୟ ଛାତ୍ରବୃତ୍ତିକ ଯୋଜନା, ଯାହାକି ଗୋଟେ ଆପଣଙ୍କୁ ବହୁତ ବଡ଼ ଇନଫର୍ମେସନ୍ ଦେବାର ଥିଲା। ତାପରେ ଯଦି ଭିଡ଼ିଓ ଭଲ ଲାଗୁଛି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି।